कुंभीर कौन तू किए ना मु आसी ते काटी ना कहीं आसीचु ना भगवान पठे ना तुम भाई बोका कहीं ना कहीं अरे हाथी क्या डाकी भगवान को डाकी नारायण को डाकी ना चक्र को डाकी ना से डाकी भगवान को डाकी ना तू कहीं पड़े आसे थर्ड पर्सन चले भगवान शेष आसुँच कुंभीर को विनाश कर कुंभीर को तार पाटी पाखर विफाड़ कर कुंभीर कहूँ ठाकुर मो जीवन में हूँ श्रेय मार्ग मुझे जीवन जो भक्त को लाभ कर भक्त को पाई जब भगवान को पाइबा हुए तार भक्त को धरवा पड़ो भक्त माध्यम तुम सहज मिल जाओ से तो कहते भगवान अहम भक्त स्वतंत्र मु भक्तर अध्ययन हो पाए से भागवत सुंदर भाव कहुच्छी मोर भगत मोर मित्र से करे जगत कुंभीर भगवान तक दुई फाड़ कर कुंभीर कहला प्रभु मोर स्थान कौन रहा चिन्ह रहा भगवान कह ठीक अच्छे कुंभीर जो दुई फाड़ कले कान में लगेबार व्यवस्था कले आज भी जो मैंने पाला गाँव देखिए कान में गोटे कुंडल लगे था जोटा कुंभीर आकार होता है मकर कुंडल कहुए भगवान से मकर कुंडल को धारण कर आरंभ हो समुद्र मंथन कथा समुद्र आउ कि नुहे संसार हूँ समुद्र यही समुद्र रे अमृत अच्छी यही समुद्र रे विष भी अच्छी आमे जीवन में कौन ग्रहण करवा विष ग्रहण करवा कि अमृत ग्रहण करवा ताहा निर्भर करे आम उपर अनेक समय माँ मैंने जो मार्गशीर मास है आउ सब कौ समय लक्ष्मी पूजा सब करते ना हाँ लक्ष्मी कौ जगार रही समुद्र मंथन प्रसंग बड़ सुंदर भाव वर्णना होती खबर आलोचना कर जिते समुद्र मंथन अमृत बाहर विष बाहर ऐरावत हस्ती बाहर उच्चेश्वर अश्व बाहर कल्पवृक्ष बाहर एवं सब जो बाहर जड़े जड़े कर लक्ष्मी बाहर समस्ते कहले आमे असुर मैंने कहले ये सुंदर देखा एत सुंदर रूपवती आम ग्रहण कर आउ जी सब देखिले कहले आमे भी लक्ष्मी की चाहिए समस्त चाहिए लक्ष्मी किए चाहिए कहले आपण चाहिए आपण मैंने माँ मैंने बाबा लक्ष्मी की चाहते ना हो जाऊँगी स्वर्ग द्वार आड़े सब गला बेले आम समस्ते कौन कह राम नाम सत्य है हरिनाम सत्य है आउ कौन कर सागर खई कौड़ी आ कौन पड़े बड़ बाटे पैसा फोपाड़ दिखती ना महाप्रभु देख लक्ष्मी देख लोक मैंने कर कौन लक्ष्मी की फोपाड़ ना नौ लोक मैंने लक्ष्मी की
ଫିଙ୍ଗି ଦେଉଛନ୍ତି କହିଲେ ଏଗୁଡ଼ା ଆବଶ୍ୟକତା ନାହିଁ ଆବଶ୍ୟକତା ନାହିଁ ଆବଶ୍ୟକତା ନାହିଁ କହି ଫିଙ୍ଗି ଦେଉଛନ୍ତି। ଖଇ କଉଡ଼ି ଲକ୍ଷ୍ମୀ ତମର ଧାନକୁ ଫିଙ୍ଗୁଛନ୍ତି ମାନେ ଖଇକି ଫିଙ୍ଗି ଦେଉଛନ୍ତି ପଇସାକୁ ଫିଙ୍ଗି ଦେଉଛନ୍ତି କଉଡ଼ିକୁ ଫିଙ୍ଗି ଦେଉଛନ୍ତି ସବୁଯାକ ଫିଙ୍ଗି ଦେଉଛନ୍ତି କିନ୍ତୁ କହୁଛନ୍ତି କିଏ ନା ରାମ ରାମ ସତ୍ୟ ହେ ହରିନାମ ସତ୍ୟ ହେ ଜଗନ୍ନାଥ ସତ୍ୟ ହେ ଆଉ ହରେ କୃଷ୍ଣ 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 ହରେ ହରେ ଇତ୍ୟାଦି ଉଚ୍ଚାରଣ କରୁଛନ୍ତି। ତାହେଲେ କୁହ ଲକ୍ଷ୍ମୀ ଏଠି ଆପଣାର କିଏ ବଡ଼ କିଏ ଲୋକମାନେ କାହାକୁ ଭଲ ପାଉଛନ୍ତି ତମକୁ ଭଲ ପାଉଛନ୍ତି ନା ମୋତେ? ଲକ୍ଷ୍ମୀ ଠାକୁରଙ୍କର ବଡ଼ ମୁସ୍କିଲ ହେଲେ ଏମିତି ଜାଗାରେ ଆଣିକି ପହଞ୍ଚେଇଲେ ଯେଉଁଠି ଲୋକମାନେ ମୋତେ ଫିଙ୍ଗୁଛନ୍ତି କହିଲେ ହଉ ଠିକ୍ ଅଛି ପ୍ରଭୁ ଅପେକ୍ଷା କର ଟିକେ ମାତ୍ର ଗୋଟେ ମୁହୂର୍ତ୍ତ ଅପେକ୍ଷା କର। ସେଇଠି ମା ଲକ୍ଷ୍ମୀ ଠାକୁର ମାୟା ରଚନା କଲେ ସୁନାର ମୋହର ତିଆରି କରିଦେଲେ। ସୁନାର ମୋହର ତିଆରି କରି ସେହି ବଡ଼ଦାଣ୍ଡରେ ଯେଉଁମାନେ ଶବ ନେଇକି ଯାଉଥିଲେ ତାଙ୍କରି ଆଗରେ ଠଣ ଠାଣ କରି ସବୁ ପକେଇବାକୁ ଲାଗିଲେ। ଠଣ ଠାଣ ଯେମିତି ବର୍ଷାରେ ପଥର ପଡ଼େ ଗୁଆ ପଥର ପଡ଼େ ସବୁ ଠଣ ଠାଣ ହେଇକି ସବୁ ପଡ଼ିବାକୁ ଲାଗିଲା। ଯେତେବେଳେ ଏସବୁ ପଡ଼ିଛି ଆପଣମାନେ କୁହନ୍ତୁ କ'ଣ ହେବ ଅବସ୍ଥା? ସୁନାର ମୋହର ଗୁଡ଼ାକ ସମସ୍ତେ ଗୋଟେଇବାକୁ ଆରମ୍ଭ ତା ଭିତରେ ମୁଁ ନାହିଁ ସେ ଲକ୍ଷ୍ମୀଙ୍କୁ ଆଦର କରିପାରିବ ନାହିଁ ବୋଲି ଜଗନ୍ନାଥ ପ୍ରଭୁ କି ଯେଉଁ ପର୍ଯ୍ୟନ୍ତ ମଣିଷ ଭିତରେ ଚେତନା ଶକ୍ତି ନାହିଁ ଯେଉଁ ପର୍ଯ୍ୟନ୍ତ ମଣିଷ ଭିତରେ ଆତ୍ମା ନାହିଁ ସେ ପର୍ଯ୍ୟନ୍ତ ସେ ଜୀବିତ ହେଇପାରିବ ନାହିଁ ସେ ପର୍ଯ୍ୟନ୍ତ ସେ ଲକ୍ଷ୍ମୀକୁ ଉଠେଇ ପାରିବ ନାହିଁ। ଠିକ୍ ସେମିତି ଆମେ ଜୀବନରେ ଅସଲର ଯାହା ଆବଶ୍ୟକତା ଆମ ସହିତ ଅଛି ଅସଲ ସମ୍ପତ୍ତି ଯିଏ ଆମେ ତାକୁ ପଛ କରିଦେଉଛେ ତାକୁ ଦୂରେଇ ଦେଉଛେ କିନ୍ତୁ ଯିଏ ଆମର ଜୀବନରେ ପ୍ରକୃତିରେ ଆବଶ୍ୟକତା ସେତିକି ନାହିଁ ଆମେ ତାକୁ ଜୀବନ ତମାମ ଗୋଟେଇ ରଖିଛେ ସାଉଁଟି ରଖିଛେ। ଲାଭ କ'ଣ ମିଳୁଛି? କିଛି ହିଁ ଲାଭ ମିଳିବାର ଚାନ୍ସ ହିଁ ନାହିଁ ଆମକୁ ଲାଭ ମିଳିବାର କିଛି ହିଁ ନାହିଁ। ସେହି ଯେଉଁ ଲକ୍ଷ୍ମୀକୁ ଆମେ ପୂଜା କରନ୍ତି ଉପାସନା କରନ୍ତି ଅନେକ ସମୟରେ ଲୋକ ଆସି କହନ୍ତି ବାବା ରୋଜଗାର ବହୁତ ହେଉଛି କିନ୍ତୁ ଗୋଟେ ପଇସା ରହୁନି। ଲକ୍ଷ୍ମୀ ଠାକୁରାଣୀ ଯେତେବେଳେ ସମୁଦ୍ର ମନ୍ଥନରୁ ବାହାରିଛନ୍ତି ସମସ୍ତେ ଚାହିଁଛନ୍ତି ଲକ୍ଷ୍ମୀକି ଆପଣାର କରିବାକୁ ଅସୁରମାନେ ଚାହିଁଛନ୍ତି ଦେବତାମାନେ ବି ଚାହିଁଛନ୍ତି କିନ୍ତୁ ଲକ୍ଷ୍ମୀ ମା ନିଜ ଇଚ୍ଛାରେ ଯାଇକି ରହିଲେ ଭଗବାନ ବିଷ୍ଣୁଙ୍କ ନିକଟରେ। ପ୍ରଥମେ ଲକ୍ଷ୍ମୀ ଗଲେ ଦୁର୍ବାସଙ୍କ ପାଖକୁ କହିଲେ ମୁଁ ଏମାନଙ୍କ ପାଖକୁ ଯିବି ଯାଇକି ଦେଖନ୍ତି ତ କହିଲେ ଏଇଟା କ୍ରୋଧୀ ଲୋକଟା ବହୁତ ରାଗୁଛି ଯିଏ ରାଗିବ ତା ପାଖରେ ଧନ ରହିବ ନାହିଁ। କହିଲେ ଇନ୍ଦ୍ରଙ୍କ ପାଖକୁ କହିଲେ ଆଙ୍କ ପାଖରେ ରହିବ କି? କହିଲେ ଏଇଟା ବିଳାସୀ ଏଇଟା ଭୋଗୀ ଲୋକଟା ସବୁବେଳେ ଆରାମ କରିବାକୁ ଚାହୁଁଛି ଅୟସ କରିବାକୁ ଚାହୁଁଛି ଯେ ଜୀବନରେ କିଛି ଅୟସ କରିବାକୁ ଚାହିଁବ ତା ପାଖରେ ଧନ ରହିବ ନାହିଁ। କହିଲେ ଅସୁରମାନଙ୍କ ପାଖକୁ କହିଲେ ଏଇଟା ମଦ୍ୟପେୟ ଗୁଡ଼ାକ ଆମିଷ ମଧ୍ୟ ଭକ୍ଷଣ କରୁଛନ୍ତି ତାଙ୍କ ପାଖରେ ମଧ୍ୟ ରହିବେ ନାହିଁ ତାଙ୍କ ପାଖକୁ ଛାଡ଼ି ଚାଲିଗଲେ। ଏମିତି ଜଣ ଜଣଙ୍କ ବାବାଜୀଙ୍କ ପାଖକୁ ଗଲେ କହିଲେ ଆଙ୍କ ପାଖରେ ରହିବ କାରଣ ଏଗୁଡ଼ାକ ମୋତେ ଆଦର କରିବେନି ସବୁବେଳେ ଅନ୍ୟ ଦୃଷ୍ଟିରେ ଦେଖୁଛନ୍ତି ହେ ଦରକାର ନାହିଁ କହୁଛନ୍ତି ଏମାନଙ୍କ ପାଖରେ ବି ରହିବେ ନାହିଁ। ଯାହା ଯାହା ପାଖକୁ ଯାଇଛନ୍ତି ଲକ୍ଷ୍ମୀ ଠାକୁରାଣୀ ସମସ୍ତଙ୍କର ଗୋଟେ ଦୁର୍ଗୁଣ ଦେଖିଛନ୍ତି ଯେଉଁଟା ଲକ୍ଷ୍ମୀ ରହିପାରିବେ ନାହିଁ। ଫେରି ଆସିଲେ ସଭାଶେଷରେ ଭଗବାନ ବିଷ୍ଣୁଙ୍କୁ ଦେଖିଲେ କହିଲେ ଇଏ ହେଉଛି ସଂଯମ ପୁରୁଷ ସଂଯମୀ ମଣିଷ ଇଏ ଜୀବନର ଆଚରଣ ଆଙ୍କର ଠିକ୍ ଅଛି ଯେ ସଂଯମୀ ହେଇଥିବ ସୁ ଆଚରଣ ଯାହାର ଥିବ ତା ପାଖରେ ଲକ୍ଷ୍ମୀ ରହିବେ ଧନବାନ ସେ ହେଇଥାଏ ସଂସାର ଭିତରେ। ତେବେ ସମୁଦ୍ର ମନ୍ଥନର ପର୍ଯ୍ୟାୟ ସରିଯାଇଛି ତାପରେ ବିଷ ବାହାରିଛି ବିଷକୁ ଦେବା କାହାକୁ ବିଚାର ପଡ଼ିଛି ପିଲାବାଲା କିଏ ବିଷ ଭଗବାନ ଶ୍ରୀକୃଷ୍ଣ ଆଉ ରାମ କିଏ ଭଗବାନ ଶଙ୍କର କାହିଁକି ବିଷ ପିଇଥାନ୍ତି? ସଂସାର ଭିତରେ ବିଷ ମିଳିଥାଏ ସେ ବିଷଟାକୁ ସେହି ହଜମ କରିବ ଯାହାର ମୁଣ୍ଡରୁ ଗଙ୍ଗା ବାହାରିଥିବ ଏବଂ ଯାହାର ମସ୍ତକରେ ଚନ୍ଦ୍ର ଥିବ ସେହି ବିଷକୁ ହଜମ କରିବ। ବଡ଼ ସୁନ୍ଦର ଭାବେ ରାମଚନ୍ଦ୍ର ମଣିଷ ସନ୍ଥ ଗୋସ୍ୱାମୀ କେମିତି ଦାସ ଲେଖୁଛନ୍ତି ଶଙ୍କର ଭଗବାନଙ୍କ ସ୍ୱରୂପ କେମିତି